ତେଣୁକରି ଓଡ଼ିଶାବାସୀଙ୍କର ଯାହା ମାନେ ହୃଦୟର କଥା ସେଟା କଂଗ୍ରେସ ବିଜେଡି ବିଷୟରେ ହିଁ ଚାହିଁବେ। ସେ ଘୋଷଣା କରିଛନ୍ତି ମତେ ଜଣା ନାହିଁ। ଏ ସବୁ ଯଦି ଆପଣଙ୍କ ପାଖରେ କହିଦେବି ତାହେଲେ ଏଇ ନିର୍ବାଚନ ପ୍ରକ୍ରିୟାର ମାନେ କଣ? ଏଟା ସିକ୍ରେଟ ଭୋଟ, ଏଟା ସିକ୍ରେଟ ଭୋଟ। ଭାରତୀୟ ଜନତା ପାର୍ଟିର ଚତୁର୍ଥ ସିଟ୍ ହବ। ନବୀନ ପଟ୍ଟନାୟକ କ୍ୟାଣ୍ଡିଡେଟ୍ କେମିତି ବିଜେପି ରେ ହେବେ? ଭାରତୀୟ ଜନତା ପାର୍ଟିର ଚତୁର୍ଥ ସିଟ୍ ହବ। ଆପଣ ଏତିକି ମାନି ଚାଲନ୍ତୁ ନା। ବିଜେପି ଚତୁର୍ଥ ସିଟ୍ ନଉଛି ନା। ମୁଁ ତ କହିଲି ଆମେ ଡେ 1 ରୁ କହୁଛୁ ତାଙ୍କର ସମର୍ଥନ ଆମେ ଲୋଟକୁ ସମର୍ଥନ କରିବେ। ଚତୁର୍ଥ ସିଟ୍ ବି ନିଶ୍ଚିତ ଅଛି ବିଜେପି ପାଇଁ। ଶୁଣନ୍ତୁ ସେ କୁହନ୍ତୁ ନା, କହିବେ ନାଇଁ କି ସେମାନେ ବିରୋଧୀ ଦଳ ବିରୋଧୀ ହିସାବରେ କହିବେ, ଗଣମାଧ୍ୟମରେ କହିବେ, କିନ୍ତୁ ଆମର କାମ ହଉଛି ଆମେ ତାଙ୍କର ସମର୍ଥନ ଲୋଟିକି ସମର୍ଥନ ନେବା ଏବଂ ସେଥିରେ ଆମେ ସଫଳ ହବୁ ବୋଲି ଆମେ ଆଶା କରୁ। ନିଶ୍ଚିତ ଭାବରେ ବିଜେଡି କଣ କଂଗ୍ରେସ ବି କରିବେ? କାହିଁକି କରିବେ? ଓଡିଶାର ଉନ୍ନତି ପାଇଁ, ଭାରତର ଉନ୍ନତି ପାଇଁ। ନିଶ୍ଚିତ ଭାବରେ ବିଜେଡି ଆଉ କଂଗ୍ରେସ ସମର୍ଥନ କରିବେ। ମୁଁ କହିସାରିଲି, ଆମେ ମଣିଷଙ୍କୁ, ବିଧାୟକ ମାନଙ୍କୁ ସସମ୍ମାନେ ଭୋଟ ଦେବା ପାଇଁ କହିବା ଏବଂ ଖୁସିର ସହିତ ଭୋଟ ଦେବେ। ଆମେ ଘୋଡ଼ା ବେପାର କଥା କାହିଁ କହିବା, ତାଙ୍କୁ ଘୋଡ଼ା କାହିଁ ବନେଇବା। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।